ଟଙ୍କା ଡାଲି ତେଲ ସବୁ ବଢ଼ିଗଲା। ଆମେମାନେ କ'ଣ କରିବୁ? ଆମେ ଯେଉଁ 10,000 ପାଉଛୁ ସେଟା ସବୁ ଖାଇବାରେ ଯାଉଛି। ଆମେମାନେ କ'ଣ କରିବୁ? ଡବଲ ଇଞ୍ଜିନ୍ ସରକାର ଆସିଲା ଓଡ଼ିଶାରେ। ଡବଲ ଇଞ୍ଜିନ୍ ଆଣିଲା ଯେ ଲୋଭ ଦେଖେଇକିରି ଜୁମଲା ସରକାର ଆସିଲା। ସେ ଦରଦାମ ଯଦି ନିର୍ଦ୍ଦିଷ୍ଟ କରନ୍ତା ଆମର ତେଲ ଡାଲି ଲୁଣ ସବୁ ତ ବଢ଼ିଗଲା। ପରିବାର ଆଉ ଚୁଲି ଆମର ଜଳୁନି। ଆମେମାନେ କ'ଣ କରିବୁ? ଚାଷ କ୍ଷତି ଆମେ କ'ଣ କରିବୁ? 2.5 ଏକର ଚାଷ ପାଣିରେ ଭିଜିଗଲା। ଧାରଣା ବସିଲା ଏଥିପାଇଁ ଯେ ସବୁ ଦରଦାମ ବୃଦ୍ଧି ହେଇଗଲା। ଯେକୌଣସି ଜିନିଷ କିଣିବ ଉଚ୍ଚା ରେଟ୍। ଆମେ ତ 350 ଟଙ୍କା ପାଇବୁ। ଘଟିକି ଆଇଲା ବେଳକୁ ସବୁ ଗାଳି ଗୁଲଜ ଦେଖି ଆମର ତ 250 ଟଙ୍କା ପଳେଇଲା। 100 ଟଙ୍କାରେ ଆମେ କ'ଣ କରିବୁ? 100 ଟଙ୍କାରେ ବି ଆମେ ଚଳିପାରୁଛୁ। ପିଲା ଛୁଆ ସଂସାର ପିଲା ପଢ଼ୁଛନ୍ତି ସବୁ। ନବୀନ ବେଳେ ଆମେ ପଢ଼ୁଥିଲୁ, ଆମ ଛୁଆ ହଷ୍ଟେଲରେ ପଢ଼ୁଥିଲେ, ଏବେ ତ ସ୍କୁଲରେ ପଢ଼ିଲେ।